ବେଲବଣରୁ ଆବିର୍ଭୂତ ହୋଇଛନ୍ତି ବାବା ବିଲେଶ୍ୱର। ଶ୍ରୀକ୍ଷେତ୍ର ପୁରୀର ସମୁଦ୍ରକୂଳ ନିକଟରେ ଅବସ୍ଥିତ ଏକ ପ୍ରାଚୀନ ଓ ଜାଗ୍ରତ ଶୈବପୀଠ ହେଉଛି ବାବା ବିଲେଶ୍ୱର ମନ୍ଦିର। ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଧାମକୁ ରକ୍ଷା କରୁଥିବା ଅଷ୍ଟଶମ୍ଭୁଙ୍କ ମଧ୍ୟରେ ଏହା ଅନ୍ୟତମ। କିମ୍ବଦନ୍ତୀ ଅନୁସାରେ ପୂର୍ବରୁ ଏହି ସ୍ଥାନରେ ବିରାଟ ବେଲବଣ ଥିଲା। ଏଠାରେ ଭଗବାନ ଶିବ ଏକ ବେଲଗଛ ମୂଳରେ ଗୁପ୍ତରେ ତପସ୍ୟା କରୁଥିଲେ। ସେଥିପାଇଁ ତାଙ୍କ ନାମ ହେଉଛି ଶ୍ରୀ ବିଲେଶ୍ୱର ବାବା। କିନ୍ତୁ କାଳକ୍ରମେ ସମୁଦ୍ରର ବାଲି ତାଙ୍କୁ ଘୋଡ଼େଇ ରଖିଥିଲା। ପରବର୍ତ୍ତୀ ସମୟରେ ସେହି ବାଲି ଖୋଳି ତାଙ୍କୁ ଉଦ୍ଧାର କରାଯାଇଥିଲା। ସେଥିପାଇଁ ଭକ୍ତମାନେ ତାଙ୍କୁ ବାଲୁକେଶ୍ୱର ବୋଲି ମଧ୍ୟ କହିଥାନ୍ତି। ଏହି ମନ୍ଦିରର ସବୁଠାରୁ ବଡ଼ ରହସ୍ୟ ହେଉଛି ଯେତେବେଳେ ସମୁଦ୍ର ନିଜ ସୀମା ଲଙ୍ଘନ କରିବାକୁ ଚେଷ୍ଟା କରେ, ସେତେବେଳେ ବିଲେଶ୍ୱର ମହାଦେବ ଏକ ସୁରକ୍ଷା ପାଚେରୀ ସଦୃଶ ଠିଆ ହୋଇ ଶ୍ରୀକ୍ଷେତ୍ରକୁ ରକ୍ଷା କରିଥାନ୍ତି। ସେ ସର୍ବଦା ଏହି ପବିତ୍ର କ୍ଷେତ୍ରକୁ ସମୁଦ୍ରର ଭୟ ତଥା ଅନ୍ୟାନ୍ୟ ବିପତ୍ତିରୁ ରକ୍ଷା କରନ୍ତି। ଯିଏ ବିଲେଶ୍ୱରଙ୍କୁ ଦର୍ଶନ କରି ଭଗବାନ ଜଗନ୍ନାଥଙ୍କ ନିକଟକୁ ଯାଏ, ତାର ସମସ୍ତ ପାପ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି।